ଶୁଭ ସକାଳ ପିଲାମାନେ। ଭଲ ଅଛ? ସମସ୍ତେ ଆଜି ଖାଇକି ଆସିଛ ତ? ଆଚ୍ଛା, ବହୁତ ବଢିଆ। ଆମେ ଆଜି ଆମ ଗଣିତ ବହି, ଗଣିତ ମେଳା ବହିର ପ୍ରଥମ ପାଠରୁ ପଢିବା। ଆଗରୁ ତ ଆମେ ପଢିଛେ। ଏ ପ୍ରଥମ ପାଠଟି ହଉଛି ଆମ ଚାରିପାଖର ଆକୃତି। ଏହାର ପଢିବା ସମ୍ପର୍କରେ ଆମେ ଆଗରୁ କଣ ପଢିଥିଲେ? ଗୋଲକ, ସମଘନ, ଆୟତଘନ, ଏହାର ଧାର, ପାର୍ଶ୍ୱ, ପୃଷ୍ଠ ସମ୍ପର୍କରେ ପଢିଥିଲେ। ତାର ବିସ୍ତୃତ ଧାରଣା ମଧ୍ୟ ପାଇଥିଲେ। ବର୍ତ୍ତମାନ ଆମେ ବୃତ୍ତାକାର ବସ୍ତୁ ସମ୍ପର୍କରେ ଜାଣିବା, ପଢିବା ଏବଂ ଏହାର ଦୈନନ୍ଦିନ ଜୀବନରେ କିପରି ବ୍ୟବହାର ହବ ସେ ସମ୍ପର୍କରେ ଆମେ ବୁଝିବା। ଆଚ୍ଛା ପିଲାମାନେ, ଏ ଯୋଉ ଚିତ୍ର ଦେଖୁଛ, ଚିତ୍ରରେ କଣ କଣ ଛବି ଅଛି କହିଲ? ରମୁ? ହଁ, ଗୋଟିଏ ସାଇକେଲ ଚକ, ଗୋଟିଏ ଘଣ୍ଟା ଆଉ ଜହ୍ନ। ଭେରି ଗୁଡ। ଆଚ୍ଛା, ଏଗୁଡିକର ଆକାର ବା ଆକୃତି କେମିତି ଅଛି? କେମିତି ଅଛି? ରଶ୍ମି, ବୃତ୍ତାକୃତି। ଭେରି ଗୁଡ। ଆଚ୍ଛା, ଏ ଯୋଉ ବୃତ୍ତାକୃତି ଦେଖୁଛ, ତିନୋଟି ଚିତ୍ର ତୁମ ପାଖରେ ତ ଅଛି। ଏହି ବୃତ୍ତାକୃତିର କିଛି କୋଣ ବା ପାର୍ଶ୍ୱ ଅଛି କି? ପ୍ରଥମଟିର ନାହିଁ। ତାର କଣ ଦ୍ୱିତୀୟରେ ଅଛି କି? ଦ୍ୱିତୀୟରେ ବି ନାହିଁ। ତୃତୀୟରେ? ତୃତୀୟରେ ବି ନାହିଁ। ତାହେଲେ ବୃତ୍ତାକୃତିର କୌଣସି କୋଣ ନାହିଁ। ଆଚ୍ଛା ପିଲାମାନେ, ତୁମେ ତ ଭୋଜି ଖାଉଛ, ଖାଉଛ? କେଉଁଥିରେ ଖାଉଛ? ପ୍ଲେଟ। ଆଚ୍ଛା ଆଚ୍ଛା, ଆଜିକାଲି ତ ପ୍ଲେଟ ମିଳିଲାଣି ମାର୍କେଟରେ ଆଉ। ଆଚ୍ଛା, ଯୋଉ ପ୍ଲେଟ ଖାଉଛ, ସେ ଯୋଉ ପ୍ଲେଟରେ ଖାଉଛ, ପ୍ଲେଟର ଆକାର କେମିତି? ବୃତ୍ତାକୃତି। ଭେରି ଗୁଡ। ତାହେଲେ ବୃତ୍ତାକୃତି ପ୍ଲେଟରେ ଆମେ ଭୋଜି ଖାଉଛୁ। ପୁଣି ତୁମେ ତ ନିଶ୍ଚିତ ଭାବରେ ଖେଳୁଥିବ। ସାଇକେଲ ଟାୟାର କେ ଖେଳିଛ? ସାଇକେଲ ଟାୟାରରେ? ହଁ, ତାର ଆକୃତି କେମିତି? ବୃତ୍ତାକୃତି। ଭେରି ଗୁଡ। ବର୍ତ୍ତମାନ ଦେଖ, ତୁମେ ତ ଘରେ ନିଶ୍ଚିତ ଭାବରେ ମସିଣା, ପଟି ବା ପାପୋଛ ଯାହା କହୁଛ ବ୍ୟବହାର କରୁଥିବ ନିଶ୍ଚୟ ପାଦ ପୋଛିବା ପାଇଁ। ତାର ଆକାର କେମିତି? ବୃତ୍ତାକୃତି। ତାହେଲେ ବୃତ୍ତାକୃତି ସମ୍ପର୍କରେ ଆମେ ଆଗରୁ ବି ପଢିଥିଲେ। ଏ ଚିତ୍ରରେ ବି ଯେତିକି ଦେଖିଲେ ଆମେ ଏସବୁ ବୃତ୍ତାକୃତି ଅଛି। ବହୁତ ବଢିଆ। ଗତ ଶ୍ରେଣୀରେ ଆମେ ପେପର ଭାଙ୍ଗି, ବୃତ୍ତାକୃତି ପେପର ନେଇଥିଲି ମୁଁ, ଭାଙ୍ଗିଥିଲି, ଦୁଇ କଡ଼ରୁ ଭାଙ୍ଗିଥିଲି। ଭାଙ୍ଗିଲା ପରେ କଣ ହେଇଥିଲା? ଦୁଇଟି ରେଖାଖଣ୍ଡ ସୃଷ୍ଟି ହେଇଥିଲା। ରେଖାଖଣ୍ଡ ଦୁଇଟି ଗୋଟିଏ ଜାଗାରେ ମିଳନ ହେଇଥିଲା। ସେ ମିଳନ ବିନ୍ଦୁ କଣ କୁହାଯାଏ କହିଥିଲି ମୁଁ? କଣ କହୁଛନ୍ତି? ଆଚ୍ଛା ସଲିମ, କେନ୍ଦ୍ରବିନ୍ଦୁ। ଭେରି ଗୁଡ। ତାକୁ ଆମେ ବୃତ୍ତର କେନ୍ଦ୍ରବିନ୍ଦୁ ଆମେ କହିବା। ଆଚ୍ଛା, କେନ୍ଦ୍ରବିନ୍ଦୁ ଠାରୁ ବୃତ୍ତର ଉପରିସ୍ଥ ଯେକୌଣସି ବିନ୍ଦୁକୁ ଆମେ ଯୋଗ କରିବା। ଗୋଟେ ସରଳ ଗାଡି ହବ ନା ସେଠି? ତାହେଲେ ସେଇ ରେଖାଖଣ୍ଡକୁ ଆମେ କଣ କହିବା? ପ୍ରାଚୀ। କଣ କହିବା? ବ୍ୟାସାର୍ଦ୍ଧ। ଭେରି ଗୁଡ। ଆମେ ଏମିତି ବି ଜାଣିଥିଲେ ଯେ ବୃତ୍ତର କେନ୍ଦ୍ରରୁ ବୃତ୍ତ ଉପରିସ୍ଥ ଯେକୌଣସି ବିନ୍ଦୁକୁ ଯଦି ଆମେ ଯୋଗ କରିବା, ଆମେ ବ୍ୟାସାର୍ଦ୍ଧ ପାଇବା ଏବଂ ସେ ସମସ୍ତଙ୍କର ମାପ ସମାନ ରହିବ। ଭେରି ଗୁଡ। ପୁଣି ଦେଖିଥିଲେ କେନ୍ଦ୍ର ବିନ୍ଦୁ ଦେଇ ଯେଉଁ ରେଖାଖଣ୍ଡଟି ବୃତ୍ତର ଉଭୟ ପାର୍ଶ୍ୱକୁ ସ୍ପର୍ଶ କରେ, ତା କଣ କୁହାଯାଏ? କଣ କୁହାଯାଏ? ରବିନ। ବ୍ୟାସ। ବା ଭେରି ଗୁଡ। ତାହେଲେ ଆମ ବୃତ୍ତରେ କେନ୍ଦ୍ରବିନ୍ଦୁ ଥାଏ, ବ୍ୟାସାର୍ଦ୍ଧ ଥାଏ ଏବଂ ବ୍ୟାସ ଥାଏ। ଏ ସମ୍ପର୍କରେ ଆମେ ପୂର୍ବ ଶ୍ରେଣୀ ଜାଣିଥିଲେ। ପୁଣି ଥରେ ମୁଁ ଆପଣଙ୍କୁ ମନେ ପକେଇଦେଲି। ଭେରି ଗୁଡ। ଆଚ୍ଛା, ବର୍ତ୍ତମାନ ଚିତ୍ରଟିକୁ ଭଲ ଭାବରେ ଦେଖ। ଦେଖିଲ କଣ ଦେଖୁଛ? ବୃତ୍ତର ଗୋଟେ କେନ୍ଦ୍ରବିନ୍ଦୁ ରହିଛି। ଆଚ୍ଛା, ସିଦ୍ଧି କହିବ, କେନ୍ଦ୍ରବିନ୍ଦୁ ଠାରୁ ବୃତ୍ତ ଉପରକୁ ମୁଁ ରେଖାଖଣ୍ଡଟିଏ ଟାଣିବି। କେତେଟା ରେଖାଖଣ୍ଡ ଟାଣି ହବ? ଗୋଟିଏ, ଦୁଇଟି, ଅନେକ। ଭେରି ଗୁଡ। ତାହେଲେ ବୃତ୍ତର ଅନେକ ବ୍ୟାସାର୍ଦ୍ଧ ରହିଥାଏ। ତାହେଲେ ମୋ ପ୍ରଶ୍ନଟି ହେଲା, ଏ ଯୋଉ ଯେତିକି ବ୍ୟାସାର୍ଦ୍ଧ ବା ବୃତ୍ତର କେନ୍ଦ୍ରରୁ ବୃତ୍ତ ଉପରିସ୍ଥ ବିନ୍ଦୁକୁ ଯୋଗ କରିବା ସରଳରେଖା ସମାନ ଦୈର୍ଘ୍ୟ କି? ଯଦି ମାପି ମୁଁ ସମାନ ହବ? ହବ? ନିଶ୍ଚୟ ସମାନ ହବ। ଭେରି ଗୁଡ। ତାହେଲେ ବୃତ୍ତର ବ୍ୟାସାର୍ଦ୍ଧ ସବୁବେଳେ ସମାନ ଥାଏ। ଭେରି ଗୁଡ। ବର୍ତ୍ତମାନ ଆଉ ଟିକେ ମନେ ପକେଇବି। ତୁମମାନେ ତ ଘରେ ବୃତ୍ତାକାର ଉପକରଣ ଦେଖିଥିବ ଘରେ, ଦେଖିଛ? ଆଚ୍ଛା,
ଆମେ କେତୋଟି ଘରେ ବ୍ୟବହାର କରୁଥିବା ବୃତ୍ତାକାର ଉପକରଣ ନାମ କହିବା। ପ୍ରଥମେ ଅବ୍ଦୁଲ କହିଲ ଘଣ୍ଟା। ହଁ ଘଣ୍ଟା ତ କହିଥିଲେ। ଆଚ୍ଛା ରମୁ ତୁମେ କହିଲ ଚକୁଳି ପିଠା। ବହୁତ ବଢିଆ। ନେକ୍ସଟ ରେଶ୍ମା ତୁମେ କହିଲ ଚୁଡି। ବହୁତ ବଢିଆ। ଚୁଡି ମଧ୍ୟ ବୃତ୍ତାକାର। ନବୀନ ତୁମେ କହିଲ ଟିକିଲି। ହଁ ଟିକିଲି ମଧ୍ୟ ବୃତ୍ତାକାର। ଭେରି ଗୁଡ। ଏମିତି ଆମେ ଘରେ ବାହାରେ ଆମ ପରିବେଶରେ ଗୁଡାଏ ବୃତ୍ତାକାର ଉପକରଣ ଆମେ ଦେଖୁଛୁ। ଆଚ୍ଛା ଆମେ ବୃତ୍ତ ସମ୍ପର୍କରେ ଜାଣିଲେ ଯେ ବୃତ୍ତର କେନ୍ଦ୍ରବିନ୍ଦୁଟିଏ ଥାଏ, ବ୍ୟାସାର୍ଦ୍ଧ ଥାଏ, ବ୍ୟାସ ଥାଏ। ପୁଣି ବ୍ୟାସ ଓ ବ୍ୟାସାର୍ଦ୍ଧ ମଧ୍ୟରେ ସମ୍ପର୍କ ଜାଣିଲେ। ନା କଣ ସେ ସମ୍ପର୍କ? ବ୍ୟାସ ସମାନ 2 ଗୁଣନ ବ୍ୟାସାର୍ଦ୍ଧ। ତାହେଲେ ଆକୁ ଆମେ ଆଉ ଟିକେ ପ୍ରଶ୍ନ ପଚାରି ଆକୁ ଦୃଢୀଭୂତ କରିବା। ପ୍ରଥମ ପ୍ରଶ୍ନଟି ମୋର ରବିନ କହିବ। ଗୋଟିଏ ବୃତ୍ତ ଦିଆଯାଇଛି। ବୃତ୍ତର ବ୍ୟାସାର୍ଦ୍ଧ 5 ସେଣ୍ଟିମିଟର। କେତେ? 5 ସେଣ୍ଟିମିଟର। ହେଲେ ଏହାର ବ୍ୟାସ କେତେ ହେବ? କେତେ ହବ? 10 ସେଣ୍ଟିମିଟର। କେମିତି ଜାଣିଲ? ହଁ ଭେରି ଗୁଡ। ତାହେଲେ ବ୍ୟାସ ସମାନ 2 ଗୁଣନ ବ୍ୟାସାର୍ଦ୍ଧ ଅର୍ଥାତ୍ ବ୍ୟାସ ସମାନ 2 ଗୁଣନ 5 ସେଣ୍ଟିମିଟର ଅର୍ଥାତ୍ ଏହା 10 ସେଣ୍ଟିମିଟର। ବହୁତ ବଢିଆ। ପୁଣି ଗୋଟିଏ ପ୍ରଶ୍ନ ମୁସ୍କାନ କହିବ। ଗୋଟିଏ ବୃତ୍ତର ବ୍ୟାସ 14 ସେଣ୍ଟିମିଟର। ହେଲା କେତେ? 14 ସେଣ୍ଟିମିଟର। ହେଲେ ଏହାର ବ୍ୟାସାର୍ଦ୍ଧ କେତେ ହବ? କେତେ ହବ? ମୁସ୍କାନ କହିବ। କେତେ? 7 ସେଣ୍ଟିମିଟର। କେମିତି ଜାଣିଲ? ନା ବ୍ୟାସ ସମାନ କଣ? 2 ଗୁଣନ ବ୍ୟାସାର୍ଦ୍ଧ। ଏଠି ବ୍ୟାସ ଦିଆଯାଇଛି। କେତେ ଦିଆଯାଇଛି? 14 ସେଣ୍ଟିମିଟର। ତାହେଲେ ବ୍ୟାସାର୍ଦ୍ଧ କେତେ ହବ? 14 କୁ ଆମେ 2 ଦ୍ୱାରା ଭାଗ କରିବା। 14 ଭାଗ 2 କଲେ କେତେ ଆସିବ? 7 ସେଣ୍ଟିମିଟର। ବହୁତ ବଢିଆ। ତାହେଲେ ଆମେ ଏଠି ଜାଣିଲେ ଦୁଇଟି ପ୍ରଶ୍ନରୁ ବ୍ୟାସାର୍ଦ୍ଧ ଆଉ ବ୍ୟାସ ସମ୍ପର୍କରେ ଧାରଣା ପାଇଲେ, ସମ୍ପର୍କ ବି ଜାଣିଲେ ଯେ ଏତିକି ଜାଣିଲେ ବ୍ୟାସ ଇକ୍ୱାଲ ଟୁ 2 ଗୁଣନ ବ୍ୟାସାର୍ଦ୍ଧ। ଆଚ୍ଛା ବର୍ତ୍ତମାନ ବଢିଆ ପ୍ରଶ୍ନଟି ପୁରା ଧ୍ୟାନରେ ଶୁଣିବୁ। କେଉଁଟି ଅଲଗା ତାକୁ ଗୋଲ ବୁଲାଅ। ମାନେ କଣଟା? ଯୋଉଟା ଅଲଗା ତୁମକୁ ଲାଗୁଛି ତାକୁ ଗୋଲ ବୁଲାଅ। ପ୍ରଶ୍ନଟା ହେଲା ଚୁଡି, ସାଇକେଲ ଚକ, ଲୁଡୁ ଗୋଟି, ପୂର୍ଣ୍ଣ ଜହ୍ନ। ହଁ ହରି କହିଲ ଲୁଡୁ ଗୋଟି। କଣ ପାଇଁ ଲୁଡୁ ଗୋଟି ଅଲଗା ରହିବ? ହଁ ଆଚ୍ଛା ଆଚ୍ଛା। ଚୁଡି, ସାଇକେଲ ଚକ, ପୂର୍ଣ୍ଣ ଜହ୍ନ। ତାହେଲେ ତିନିଟି ଗୋଲ ଅଛି, ଲୁଡୁଟି ଗୋଲ ନାହିଁ। ବହୁତ ବଢିଆ। ଆଚ୍ଛା ବର୍ତ୍ତମାନ କୃଷ୍ଣ କହିବ ଶଙ୍ଖା, କଳାପଟା, ଖାତା, ଇଟା। ଏତ କୋଉଟା ଅଲଗା ଏ ଭିତରୁ? ହୁଁ ଶଙ୍ଖା। କଣ ପାଇଁ? ଆଚ୍ଛା ଆଚ୍ଛା। କଳାପଟା, ଖାତା, ଇଟାର ଆକୃତି ଅଲଗା ଏବଂ ଶଙ୍ଖାଟା ଆମର କଣଟା? ବୃତ୍ତାକୃତି। ଭେରି ଗୁଡ। ବର୍ତ୍ତମାନ ଦେଖ ଆଉ ଗୋଟେ ପ୍ରଶ୍ନ। ଏଇଟା ତ ଆମେ ଆଗରୁ ଜାଣିଛୁ, ପୁଣି ଥରେ ଟିକେ ଆଲୋଚନା କରିବା। ଗୋଟେ ବୃତ୍ତର ବ୍ୟାସ ଦିଆଯାଇଛି 18 ସେଣ୍ଟିମିଟର। ହେଲେ ଏହାର ବ୍ୟାସାର୍ଦ୍ଧ କେତେ ହବ? କଣ ଦିଆଯାଇଛି ଆମକୁ? ବୃତ୍ତର ବ୍ୟାସ ଦିଆଯାଇଛି। ବ୍ୟାସାର୍ଦ୍ଧ କେମିତି ଜାଣିବା? ହଁ ରଶ୍ମି କହିଲ ମା ଟିକେ କେତେ ହବ? କେତେ ହବ? 9 ସେଣ୍ଟିମିଟର। କେମିତି ଜାଣିଲ? ଯେହେତୁ ବ୍ୟାସ ଦିଆଯାଇଛି 18 ସେଣ୍ଟିମିଟର, ବ୍ୟାସାର୍ଦ୍ଧ ନିଶ୍ଚୟ ତାର ଅଧା ହବ। 18 ଅଧା ହଉଛି 9, ତାହେଲେ ଇଏ ହେଲା 9 ସେଣ୍ଟିମିଟର। ବର୍ତ୍ତମାନ ଦେଖିବା ତୁମର ଅତି ପରିଚିତ ପ୍ରଶ୍ନଟିଏ। ଆମେ ବାରମ୍ବାର ଶ୍ରେଣୀରେ ଆଲୋଚନା କରିଛେ। ପ୍ରଶ୍ନଟି ହେଉଛି ବ୍ୟାସ ବ୍ୟାସାର୍ଦ୍ଧର ଡ୍ୟାଶ ଗୁଣ। କହିବି କଣ କଣ ତାର? ଅଧା, 2 ଗୁଣ, 4 ଗୁଣ, ସମାନ। ଏଟାକୁ ଆମର କହିବ ରଞ୍ଜନ। କେତେ? 2 ଗୁଣ। ଭେରି ଗୁଡ। ତାହେଲେ ଆମେ ଜାଣିଲେ ଏ ସମ୍ପର୍କ ବିଷୟରେ ଜାଣିଛନ୍ତି, ଆମେ ଆଗରୁ ଜାଣିଛନ୍ତି। ଆଚ୍ଛା ବର୍ତ୍ତମାନ ତୁମ ପାଇଁ ଗୋଟେ ବଢିଆ ପ୍ରଶ୍ନ। ଗୋଟେ ଚିତ୍ର ଦିଆଯାଇଛି। ଚିତ୍ରରୁ ପୁରା ଗଣିବ ଏଇ ଯୋଉ ପୁରା ଚିତ୍ରରେ କେତୋଟି ବୃତ୍ତ ଅଛି ଆମର?
ଆଚ୍ଛା କିଏ କହିବ? ରୋମା କହିଲୁ ମା କେତେ ହବ? 6ଟି ଗଣିଲ? ପୁରା ଦେଖିଛ ତ ଦେଖ କେମିତି ଅଛି ଚିତ୍ରଟି? ଭେରି ଗୁଡ 6ଟି ଚିତ୍ର ଅଛି। ବର୍ତ୍ତମାନ କଣ ଲକ୍ଷ୍ୟ କରୁଛ ଦେଖିଲ? କଣ ଅଛି? 3ଟି ଚକ ରହିଛି। କିଏ କହିଲା? ସୁନିଲ। ହଁ ଭେରି ଗୁଡ। ଆଚ୍ଛା 3ଟି ଚକ ର ଆକାର କେମିତି ଅଛି? ହଁ କହିଲୁ? ବୃତ୍ତାକାର। ଭେରି ଗୁଡ। ଆଚ୍ଛା ସ୍ୱର୍ଣ୍ଣମ କହିଲୁ ମା? 3ଟି ଚକ କଣ ଏକା ପ୍ରକାର ଅଛି କି? ନା ଭିନ୍ନ ଅଛି। ଭେରି ଗୁଡ। ତାହେଲେ 3ଟି ଚକ ବୃତ୍ତାକାର ଅଛି ଆଉ 3ଟି ଆକାର 3ଟି ଭିନ୍ନ ଭିନ୍ନ ନାଇଁ କି? ଭେରି ଗୁଡ। ଆଚ୍ଛା ସେ ଯୋଉ 3ଟି ଚିତ୍ର ଦେଖିଲ ବର୍ତ୍ତମାନ 3ଟି ଚିତ୍ର ନେଇ ମୋର ଗୋଟିଏ ପ୍ରଶ୍ନ। ଭଲ ଭାବରେ ଦେଖିଛ ତ? ଆଚ୍ଛା ପୁଣି ଥରେ ସୋନମ କହିବ ଏ 3ଟି ଚିତ୍ରରୁ କେଉଁ ଚିତ୍ର ବା କେଉଁ ବୃତ୍ତର ବ୍ୟାସ ବଡ ଅଟେ? ବ୍ୟାସ ବଡ ହେଇଥିବ କହିଲୁ? ଗ। ହଁ ଭେରି ଗୁଡ। ଗ ବୃତ୍ତର ବ୍ୟାସ ବଡ ଅଟେ। ବର୍ତ୍ତମାନ ସିଦ୍ଧି କହିଲୁ ମା? କେଉଁ ବୃତ୍ତର ବ୍ୟାସ ସାନ ଅଟେ? ହଁ ସାନ ସାନ। ହଁ ଠିକ ଅଛି। ଖ। ତାହେଲେ ଖ ବୃତ୍ତର ବ୍ୟାସ ସାନ ଅଟେ। ତାହେଲେ ବର୍ତ୍ତମାନ ବହୁତ ବଢିଆ ପ୍ରଶ୍ନ। ଏଇଟା ଆମର କିଏ କହିବ ଜାଣିଛ? ରଞ୍ଜନ କହିବ। କେଉଁ ବୃତ୍ତର ବ୍ୟାସାର୍ଦ୍ଧ ବଡ ହେବ? କେଉଁ ବୃତ୍ତର? ଗ। ବହୁତ ବଢିଆ। ଆଚ୍ଛା ତାହେଲେ ବର୍ତ୍ତମାନ ଶେଷ ପ୍ରଶ୍ନ ତୁମ ପାଇଁ। ପୁଣି ଥରେ ପ୍ରଶ୍ନଟି ରବିନ ପାଇଁ। କେଉଁ ବୃତ୍ତର ବ୍ୟାସାର୍ଦ୍ଧ ସାନ ହେବ? ସାନ। ହଁ ବ୍ୟାସାର୍ଦ୍ଧ ସାନ ହେଇଥିବା ପଡିବ। ଖ। ବଢିଆ। ତାହେଲେ ବର୍ତ୍ତମାନ ଆମେ ବୃତ୍ତର ବ୍ୟାସାର୍ଦ୍ଧ ସମ୍ପର୍କରେ ଜାଣିଲେ। ସମ୍ପର୍କ ଜାଣିଲେ କୋଉଟା ବଡ କୋଉଟା ସାନ ଜାଣିଲେ। ମୁଁ ଭାବୁଛି ନିଶ୍ଚିତ ଭାବରେ ତୁମମାନଙ୍କର ବ୍ୟାସାର୍ଦ୍ଧ ସମ୍ପର୍କରେ ବ୍ୟାସ ସମ୍ପର୍କରେ କେନ୍ଦ୍ର ସମ୍ପର୍କରେ ଧାରଣା ହେଇଥିବ। ଧନ୍ୟବାଦ। ଆସ ତାହେଲେ ଏ ବୃତ୍ତ ସମ୍ପର୍କିତ କିଛି ଗୃହ କାର୍ଯ୍ୟ କରିବା। ତୁମେମାନେ କଣ କରିବ? ଗୋଟିଏ ବୃତ୍ତ ଅଙ୍କନ କରିବ। ବୃତ୍ତ ମଧ୍ୟରେ 3ଟି ମାଛର ଚିତ୍ର ଅଙ୍କନ କରିବ ଏବଂ ତାକୁ ରଙ୍ଗ ଦବ। ଠିକ ହେଲା? ଆଉ ଗୋଟିଏ କାମ ବୃତ୍ତ ମଧ୍ୟରେ ଗୋଟିଏ ବର୍ଗ ଚିତ୍ର ଅଙ୍କନ କରିବ। ତାକୁ ବି ରଙ୍ଗ ଦବ। ତୃତୀୟ କାମଟି ହେଉଛି ବୃତ୍ତ ମଧ୍ୟରେ ଗୋଟିଏ ସୁନ୍ଦର ପ୍ରକୃତିର ଚିତ୍ର ଅଙ୍କନ କରିବ। ଠିକ ହେଲା? ଶେଷ କାମଟି ତୁମ ଘର ଚାରିପାଖରେ କିମ୍ବା ବିଦ୍ୟାଳୟରେ ବୃତ୍ତୀୟ ଆକାର ବସ୍ତୁ ଗୁଡ଼ିକୁ ନେଇ ଗୋଟିଏ ମଡେଲ ପ୍ରସ୍ତୁତ କରିବ। ଠିକ ହେଲା? ଏସବୁ ପ୍ରସ୍ତୁତ କରିବା ଆମେ ଆସନ୍ତା ଶ୍ରେଣୀରେ ଆଲୋଚନା କରିବା। ଆଚ୍ଛା ପିଲାମାନେ ଆଜି ଆମେ ବୃତ୍ତ ସମ୍ପର୍କରେ ଜାଣିଲେ। ଆଚ୍ଛା ଆଜି ଆମେ କଣ କଣ ଶିଖିଲେ କହିଲ? ଗୋଟେ ହେଲା ବୃତ୍ତର କେନ୍ଦ୍ରବିନ୍ଦୁ, ବ୍ୟାସାର୍ଦ୍ଧ ଓ ବ୍ୟାସ ସମ୍ପର୍କରେ ଆମେ ଧାରଣା ପାଇଲେ। ଏମିତି ବି ଜାଣିଲେ ଯେ ବ୍ୟାସ ସମାନ 2 ଗୁଣନ ବ୍ୟାସାର୍ଦ୍ଧ। ଏହାକୁ ଆମେ ଅଙ୍କନ କଲେ କାଗଜରେ ବି କରିଛନ୍ତି ଆମେ କାଗଜ ଫୋଲ୍ଡିଂ ବି କରିଛନ୍ତି ଆମେ। ତାହେଲେ ତୁମ ପାଇଁ ଗୋଟେ ସହଜିଆ କାମ ଯୋଉଟା କି ତମମାନଙ୍କୁ ବହୁତ ଭଲ ଲାଗିବ। ଯୋଉଟା ଆମେ ପିଲାବେଳଠୁ ଖେଳି ମଧ୍ୟ ଆସୁଛୁ। ଏଇଟା ହଉଛି ଗୋଟେ ମାଟି କାମ। ମାଟି ନେଇକି ଆମେ କଣ କରିବା? ବୃତ୍ତାକାର ବସ୍ତୁ ତିଆରି କରିବା। କାଲି ଆସିଲା ବେଳେ ସମସ୍ତେ ଗୋଟେ ଗୋଟେ ବସ୍ତୁ ତିଆରି କରି ଆଣିବୁ। ତା ସହିତ ବୃତ୍ତାକାର କାଗଜରେ ଭିତରେ ରଙ୍ଗୀନ ଚିତ୍ର କରିବା, ରଙ୍ଗ ଦେବା ଓ ତାକୁ ମଧ୍ୟ ନେଇକି ଆମେ ଆସିବା। ଯୋଉଟା କି ସମସ୍ତଙ୍କୁ ବହୁତ ବହୁତ ଭଲ ଲାଗିବ। ଆଶା କରୁଛି ନିଶ୍ଚିତ ଭାବରେ ସମସ୍ତେ ବୁଝିଥିବ, ଜାଣିଥିବ, ଶିଖିଥିବ ଆଉ ଏହାକୁ କରି ନେଇ ଆସିବା। ଆଉ ରହିଲି ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।